नमस्कार, गुड मॉर्निंग, जय आरसीएम, सुप्रभात ସମସ୍ତଙ୍କୁ। गुड ମ୍ୟାମ୍ मॉर्निंग। ନମସ୍କାର। ବହୁତ ବହୁତ ଧନ୍ୟବାଦ। ଆମେ ପ୍ରପର ଟାଇମରେ ଆସି ଯାଇଛେ। ବହୁତ କିଛି ଶିଖିବାକୁ ଆଜି ଗୁରୁକୁଳରେ ମିଳିଲା। ଆଜି ଗୁରୁକୁଳ ବହୁତ ଇମ୍ପୋର୍ଟାଣ୍ଟ ସେସନ ସମସ୍ତଙ୍କ ପାଇଁ। ତା ଦ୍ୱାରା ଆମେ ବହୁତ କିଛି ଗ୍ରୋଥ ବି କରିପାରିବା। ଆମର ଯୋଉ ଗ୍ୟାସେସର ଫର୍ମୁଲାକୁ ଆମେ ଆପ୍ଲାଏ କରିକି ବହୁତ କିଛି କାମ ଆମେ କରିଦେଇ ପାରିବା। ତ ସେଥିଲାଗି ଆଜି ଗୁରୁକୁଳକୁ ବାରମ୍ବାର ଦେଖିବା ନିହାତି ଦରକାର। ଯୋଉ ସାଥୀମାନେ ବି ଦେଖି ନାହାନ୍ତି ତ ତାଙ୍କୁ ବି ପଠେଇବା ଦରକାର ଯେ ଗୁରୁକୁଳ ବହୁତ ଇମ୍ପୋର୍ଟାଣ୍ଟ ଆମ ପାଇଁ। ଯଦି ଆମେ ଟିସି ସାର୍ ସବୁବେଳେ କୁହନ୍ତି ଯେ ଯଦି ଆମକୁ ଫ୍ଲାଇଟ୍ ଚଲେଇବାକୁ ଅଛି, ଉଡ଼ାଜାହାଜ ଚଲେଇବାକୁ ଅଛି, ତାହେଲେ ଆମେ ସାଇକେଲ ଚଲେଇ ଚଲେଇ କେବେ ଉଡ଼ାଜାହାଜ ଚଲେଇ ପାରିବା ନାହିଁ। ଆରସିଏମ ରେ ଆମକୁ ଡାଇମଣ୍ଡ ହବାକୁ ଅଛି, ତ ଆମେ ଡାଇମଣ୍ଡ ହବା ଭଳି ରାସ୍ତାରେ ଯଦି ଯିବା ତାହେଲେ ଆମେ ଡାଇମଣ୍ଡ ହେଇପାରିବା। ତ ଆଜି ଗୁରୁକୁଳ ବହୁତ ପାୱାରଫୁଲ। ଆଉ ଯେତେ ମ୍ୟାକ୍ସିମମ୍ ସାଥୀଙ୍କୁ ଇନଭାଇଟ୍ କରିବେ। ତ ଗୁରୁକୁଳରେ ଏମିତି ପ୍ରତ୍ୟେକ ଦିନ କିଛି ନା କିଛି ନୂଆ ଆସୁଛି, ଯୋଉଟା କି ଡାଇରେକ୍ଟଲି କନେକ୍ସନ ହେଇଯାଉଛି। ତ ସେ କନେକ୍ସନ ଯେମିତିକି ଆମର ସଂସ୍ଥାର ବିଚାର, ସଂସ୍ଥାର ଯାହା ଆଭିମୁଖ୍ୟ ହଉଛି, ସେ ଆଭିମୁଖ୍ୟକୁ ଆମେ ଡାଇରେକ୍ଟଲି ଯଦି ରିଲେଟ ଆମେ କରିଦେଇ ପାରିବା, ତାହେଲେ ଆମେ ବହୁତ ବଡ଼ ଇଏ ଆରସିଏମ ସିଷ୍ଟମରେ ବହୁତ ଆଗକୁ ଆମେ ଯାଇପାରିବା। ଏମିତି ବି ଆପଣମାନେ ଦେଖିବେ ଆପଣଙ୍କର ଏମିତି ସିଚୁଏସନ ହବ ଯେ ଯୋଉମାନେ କି ବହୁତ ଦିନ ଆଗରୁ ଜଏନ କରିଛନ୍ତି କିନ୍ତୁ ଗୁରୁକୁଳକୁ ଆସୁନାହାନ୍ତି, ଇଏ ଯେ ଗୁରୁକୁଳର ଶିକ୍ଷା ନେଉନାହାନ୍ତି, ଆଉ ଗ୍ୟାସେସର ଫର୍ମୁଲାକୁ ଆପ୍ଲାଏ କରୁନାହାନ୍ତି। ତ ଆପଣ ବି ଦେଖିବେ ପ୍ରାକ୍ଟିକାଲି ଇଏ ଇଏ 100% ସିଓର। ଆପଣ ବି ତାଙ୍କଠୁ ଉପର ପିନରେ ଥିବେ, ସେମାନେ ବି ସେଇ ପିନରେ ରହିକି କାନ୍ଦୁଥିବେ। ତ ସେଥିଲାଗି ଗୁରୁକୁଳ ଆସିବା ନିହାତି ଜରୁରୀ। ଆଉ ଆଜି ବହୁତ ଭଲ ପ୍ରଡକ୍ଟ ଉପରେ ଡିସ୍କସନ କରାଗଲା, ଯୋଉଟା କି ପାଖାପାଖି ସବୁ ଭାରତୀୟ ମାନଙ୍କର ବି ଇଏ ଗୋଟେ ବହୁତ ବଡ଼ ସମସ୍ୟା ଯେ ଚୁଟି ଝଡ଼ିବାର ଯୋଉ ସମସ୍ୟା, ଯୋଉ ହେୟାର ରିଭାଇଭାଲ କିଟ୍ ଆସିଛି। ବହୁତ ସାରା ଲୋକ ବି ଦେଖନ ପ୍ରାକ୍ଟିକାଲି ବି ସେମାନେ ଦେଖେଇଲେ କି ସେମାନଙ୍କର ଗୋଟେ ମାସ ହେଲା ୟୁଜ କରିବା ଦ୍ୱାରା ତାଙ୍କ ଚୁଟି ଆହୁରି ଡେଭଲପ ହଉଛି। ତ ଇଏ ଭିତରେ ବହୁତ ସାରା କଥା ଆପଣମାନଙ୍କର ବି କଣ ଆଜି ଗୁରୁକୁଳରେ ଶିକ୍ଷା କଲେ ଆଉ ଆପଣଙ୍କର ବିଚାର କଣ, ଆମେ ତାକୁ ଏବେ ଶୁଣିବା। ଫାଷ୍ଟ ଆରତି ଅପାଙ୍କଠୁ ଷ୍ଟାର୍ଟ କରିବା ଆଜି। କ୍ୟାମେରା ଅନ୍ ସମସ୍ତେ କଲେ ତ ବେଟର ଟିକେ ହବ କି ଆପଣଙ୍କୁ ବି। जय आसियम। ଓକେ, ନମସ୍କାର, ଜୟ ଶ୍ରୀ। जय आसियम सुप्रभात। ଆଜି ସବୁଠୁ ଗୁରୁକୁଳ ଇମ୍ପୋର୍ଟାଣ୍ଟ ଆମ ସବୁ ମାନେ ଲେଡିଜ ଆଉ ଜେଣ୍ଟସଙ୍କ ପାଇଁ ସବୁଠୁ ମଣିଷ ଯାହା ହେଇଥାଉ ପଛେ ଯଦି ମୁଣ୍ଡରେ ଚୁଟି ନାହିଁ ସେ କଣ ସୁନ୍ଦର ଦେଖାହବ? କେବେ ସୁନ୍ଦର ଦେଖାହବ? ତାପରେ ମୋର ବି ମାନେ ଚୁଟି ଝଡି ଯାଉଛି। ମୁଁ ଆଗରୁ ମାନେ ଚୁଟି ଝଡୁଥିଲା, ମୁଁ ଆସିଏମ ର ରେଭିଟୋ ସାମ୍ପୁ ଲଗେଇଲା ପରେ ଚୁଟି ଜମା ଆଉ ଉପୁଡିଲାନି। ମୁଁ ସମସ୍ତଙ୍କୁ ସଜେଷ୍ଟ କଲି, ପ୍ରାୟ ସମସ୍ତେ ରେଭିଟୋ ସାମ୍ପୁ ଆମ ଟିମର ୟୁଜ କରୁଛନ୍ତି, ବାଳ ଜମା ଉପୁଡେନି। ତାପରେ ଏଇ ଯୋଉ କିସଲ ଆସିଲା ଫାଷ୍ଟ ସିରପ, ଏଇଟା ବିଣା ବିଷ କହିଲାଠୁ ବିଣା ବାପା ମୁଁ ଲଗେଇଲି। କିନ୍ତୁ ମୁଁ ଦେଖୁଛି ଏଇଟା ଲଗେଇବାଟା ମୋ ହ୍ୟାଣ୍ଡ ଅଛି ଏଇଥିପାଇଁ କରିଥିଲି ଯେ ମୁଁ ସାର୍ଙ୍କୁ ପଚାରିବି ଯେ ଏଇଟା ଲଗେଇଲା ପରେ ଆମେ କାହିଁ ଚୁଟି ବେଶୀ ଉପୁଡ଼ିଲା। ସେ କାହିଁ ମତେ ଆଜି ଆଲାଉ କଲେନି, ଛାଡ ସେ କଥା। ତେଣୁ ଆମେ ଯଦି ଏଇ ଯୋଉ କିସଲ ହେୟାର ରିଭାଇଟାଲ ନିଉ କିଟ୍ ଆସିଲା, ଆମେ ଯଦି ୟୁଜ କରିବୁ ଏ ସାମ୍ପୋଟା ଏ ସିରମ ଟା ୟୁଜ କରିବୁ କି ନାହିଁ ବୋଲି ପଚାରିଥାନ୍ତି, ଆଉ ସେ ତ ହେଇଲାନି। ନାଇଁ, ତା ଭିତରେ ଅଲରେଡି ସିରମ ଆସୁଛି। ତା ଲାଗି ଅଲରେଡି ସିରମ ଆସୁଛି। ହଁ ମୁଁ ଜାଣିଛି, ଏ ସିରମ ଟା ଯୋଉ ଆମେ ୟୁଜ କରୁଥିଲୁ ଆଉ କରିବୁ କି ନାହିଁ ଏଇଟା ପଚାରିଥାନ୍ତି, ଆଉ ପଚାରିଲେନି। ଦରକାର ଛାଡ ନାହିଁ ସେ ଆକୁ ଆଉ ୟୁଜ ଏକ୍ସଟ୍ରା କରିବା, ଯେତିକି ଅଛି ତାକୁ ଶେଷ କରିଦେବେ। ଆକୁ ଆଉ ଲଗେଇବା ଦରକାର ନାହିଁ। ଏଇଟା ସତରେ ଚୁଟି ଉପୁଡିଗଲା, ସବୁ ନାଇଁ, ଉପୁଡିଗଲା। ତାକୁ ତାର ଫର୍ମୁଲା ହଉଛି ଆପଣ ଚୁଟି ଧୋଇବା ପରେ। ହଁ ମୁଁ ଜାଣିଛି ସେ କଥା। ଆଗ ମାନେ ହେୟାର ସାମ୍ପୁ କରିବା ପୂର୍ବରୁ ସେ କହିଛନ୍ତି ୱାନ୍ ଡେ ନାଇଟ୍ ବିଫୋର ଆପଣ କଣ କରିବେ, ନାଇଁ ନାଇଁ ଅଏଲ ନାଇଁ, ମସାଜ ମୁଁ ସେ କରିବେ। କଥା କହୁନି ଅପା। ଅପା, ଏଇ ଯୋଉ ସିରମଟା ଅଛି ୟାର ପ୍ରୋସେସ ହଉଛି
ଯେ ଗତ ରାତିରେ ମାନେ ଆଗରୁ ତେଲ ଲଗେଇବେ, ତାପରେ ତାକୁ ସାମ୍ପୁ କରିବେ। ସାମ୍ପୁ କରିସାରିବା ପରେ ଗୋଟେ ଚୁଟି ଦିନ ଯେତେବେଳେ, ଆଗରୁ ତେଲ ଲଗେଇବେ ସେ କହୁଛନ୍ତି। ହଁ, ସେ ସାମ୍ପୁ କରିବେ। ସାମ୍ପୁ କରିସାରିଲା ପରେ ଚୁଟି ଯେତେବେଳେ ଶୁଖିଯିବ 75% ଏଇ ଯୋଉ ସିରମଟାକୁ ଲଗେଇବେ। ଇଏ ହଉଛି ତାର କଥା। ଏଇ ଯୋଉ ନୂଆ ଯୋଉଟା ଆସିଛି, ନୂଆ ସେମିତି ଆପଣ ଗୋଟେ ଦିନ ଆଗରୁ ଆପଣ ତାକୁ ଲଗେଇବେ, ତେଲ ଲଗେଇବେ। ମୁଁ ତାପରେ ଲେଖି ପୁଣି ତାକୁ ସାମ୍ପୁ କରିବେ। ସାମ୍ପୁ କରିସାରିବା ପରେ ଆପଣ ନାଇଁ, ତାକୁ ତ ଆମେ ୟା ବିଷୟରେ ନିଜେ ନଲେଜ ନ ନେଲେ ଆମେ ଯାହାକୁ ଏଇନାକେ ଏଇ କିଟ୍ ବିଷୟରେ କହିବା। ତେଣୁ ମୁଁ ସେଥିପାଇଁ ଆଜି ସବୁ ନଲେଜ ଲେଖିଦେଇ ଗଲି, ସବୁ ଲେଖିଲି, ତାକୁ ପ୍ରପରଲି ଆଜି ଇଏ କରିବି। କଲା ପରେ ମୁଁ ଯାହାକୁ କହିବି, ସେ ବା କହୁଛନ୍ତି ଫାଷ୍ଟ ସଲ୍ୟୁସନ ହେଲା ସିରମ। हमें कौन कहते ड्राई हेयर में नहीं लगाना चाहिए सीरम को। से कहले ड्राई हेयर में नहीं लगाना चाहिए। तापरे शाम्पू को कहले वीकली 3 टाइम आमे लगेगा शाम्पू। ये जो शाम्पू टाकू माने गोटे सप्ताह आमे 3 थर लगेगा। ଅପା ଅପା ଆଉ ଥରେ ଶୁଣିଦେବେ। କୋଉଠି କୋଉଠି ଯଦି ଆମେ ଭୁଲ ଲେଖି ଦେଇଥିବା ତାକୁ ଆମେ ना ना ଠିକ ମୁଁ ସବୁ ଲେଖିବା। ଲେଖିଛି। ନାଇଁ, ତାପରେ ହେୟାର ଅଏଲ, ଆଉ ଥରେ ଶୁଣିଦେଲେ ଆମେ ତାକୁ ଠିକ ଭାବରେ ଲେଖିବା। ହୁଏତ ଆଉ ଅଏଲ ଟା ବି କହିଛନ୍ତି 1 ନାଇଟ୍ ବିଫୋର ଲଗେଇବ। ଆଜ୍ଞା ଆଜ୍ଞା। ଓକେ, ତାପରେ ଥ୍ୟାଙ୍କ ୟୁ। ତାପରେ ଆଜି ଆଜି ବହୁତ ସାରା ସାଥୀ ଅଛନ୍ତି, ତ ତାଙ୍କଠୁ ହଁ ଶୁଣିବା ତାଙ୍କର ରିଭ୍ୟୁ। ସାହୁ ଭାଇ କୁହନ୍ତୁ। ଆଜି ତ ମାନେ କିଶୋର ରିଭାଇଭାଲ କିଟ୍, ଏ ଗୋଟେ ବହୁତ ବଢିଆ ଜିନିଷ ଦେଲେ। ସମସ୍ତେ ତାକୁ ୟୁଜ କରିବା ଦରକାର ଯାହାର ଚୁଟି ଝଡୁଛି। ସେ ପୁଅ ହଉ କି ଝିଅ ହଉ, ବୟସ୍କ ଲୋକ ହଉ କିମ୍ବା ବୃଦ୍ଧ ଲୋକ ହୁଅନ୍ତୁ, ସମସ୍ତଙ୍କ ପାଇଁ ଇଏ ଗୋଟେ ବଢିଆ ଜିନିଷ। ଟାବଲେଟ ବି ତା ଦେହରେ ଦିଆହେଇଛି। ସେ ଟାବଲେଟ ବି ଆମେ ଯଦି ବ୍ୟବହାର କରିବା ତାହେଲେ ବି ସିଏ ଆମର ଉପକାର କରିବ। ତା ସହିତ ଯୋଉ ଲଗେଇବା ପାଇଁ କହିଲେ, ତେଲ ଲଗେଇକିରି ତାପରେ ସାମ୍ପୁ କରିବ। ସାମ୍ପୁ କଲା ପରେ ସିରମ ଲଗେଇବ। ତାପରେ ହେୟାର ଅଏଲ ଟା ବି ଲଗେଇବ। ଯାହା ଫଳରେ କି ଆପଣଙ୍କର ଚୁଟି ଝଡି ଯାଉଥିବା ଚୁଟି ପୁଣି ଉଠୁଛି। ଇଏ ଆଉ ଗୋଟେ ବଡ ଆଶ୍ଚର୍ଯ୍ୟ କଥା। ଯୋଉ ଆମେ ଭାବୁଛେ ଯେ ଚୁଟି ଝଡିବ ଆଉ ଉଠିବ ନାହିଁ, ସେଥିରେ ବି କୋଶ୍ଚିନ୍ ଆନ୍ସରରେ ବି ମିଳିଲା ଯେ ମାସେ ଲଗେଇଲା ପରେ ଚୁଟି ଉଠିବା, ଇଏ ଗୋଟେ ବହୁତ ବଢିଆ ମିରାକଲ ରେଜଲ୍ଟ। ଆଉ ଆ ଦ୍ୱାରା ସାର୍ କହିଲା ଭଳି ଯେ ଗ୍ରୋଥ ବି ହେବ, ଟିସିଜି କହିଲା ଭଳି ଗ୍ରୋଥ ବି ହବ। ଆମର ଯୋଉ ଗେସେସ୍ ଫର୍ମୁଲା, ଏଥିରେ ଏଇ ରିଭାଇଭାଲ ଦ୍ୱାରା ବହୁତ ବଡ ବିଜନେସ କୁ ବଢେଇ ପାରିବା। ଆମର ତ ବହୁତ ପ୍ରଡକ୍ଟ ଅଛି ଗ୍ରୋଥ କରିବାରେ, କିନ୍ତୁ ତା ସହିତ ରିଭାଇଭାଲରେ ବି, ଏଇ ଯୋଉ କିଶୋର ରିଭାଇଭାଲ ବି ମଧ୍ୟ ବହୁତ ଗ୍ରୋଥ କରାଇବ। ଇଏ ଆମ ପାଇଁ ଗୋଟେ ବହୁତ ରାମବାଣ ସ୍ୱରୂପ। ତେଣୁ ଆମେ ସମସ୍ତେ ଆପଣେଇବା ଦରକାର। ଆଉ ଗ୍ରୋଥ ମଧ୍ୟ ଭଲ ହେଇପାରିବ। ପିନ୍ ବି ଚେଞ୍ଜ ହେଇଯାଇପାରିବ। ଯେମିତି ସତ୍ୟଦେବ କହିଲେ, ଯୋଉମାନେ ଆସୁଛନ୍ତି ତାଙ୍କର ପିନ୍ ନିଶ୍ଚିତ ବଦଳିବ, କି ଯୋଉମାନେ ଆସିପାରୁନାହାନ୍ତି ସେମାନଙ୍କୁ ପଠେଇକିରି ଏଇ ଇଏଟା ପଠେଇକି ମଧ୍ୟ ତାଙ୍କୁ ଗ୍ରୋଥ କରେଇ ପାରିବା। ଓଭର ଟୁ ସତ୍ୟଦେବ। ଓକେ, ଥ୍ୟାଙ୍କ ୟୁ। ଅମି ବାବୁ କୁହନ୍ତୁ। ସାର୍ ନମସ୍କାର। ସାର୍ଙ୍କୁ ନମସ୍କାର, ସମସ୍ତଙ୍କୁ ଜୟ ସେନ୍। ସାର୍ ଆଜିର ଯୋଉ ଆଲୋଚନା ବହୁତ ଗୁରୁତ୍ୱପୂର୍ଣ୍ଣ। ଆମର ସୁନ୍ଦରତା ରାଜ ହଉଛି ଆମର ଚୁଟି। ତେଣୁ ଚୁଟିର ଯୋଉ ସଲ୍ୟୁସନ ଆଗରୁ ଥରେ ହେଇଥିଲା, ଆଲୋଚନା ହେଇଥିଲା, ଆଜି ନିଜେ ଯେ ତିଆରି କରିଛନ୍ତି, ଯୋଉ କମ୍ପାନୀ ତିଆରି କରିଛି, ତାର ନିଜ ଲୋକ ଆସି ଯୋଉ ଆଲୋଚନା କଲେ ବହୁତ ଗୁରୁତ୍ୱପୂର୍ଣ୍ଣ। ଆଉ ମୁଁ ଏଥିରୁ ବୁଝିଲି ଯେ 3ଟା କାରଣ ଅଛି ଚୁଟି ଝଡ଼ିବାର। ଗୋଟେ ହଉଛି ଆମର ଅତ୍ୟଧିକ ଷ୍ଟ୍ରେସ୍, ପଲ୍ୟୁସନ ଆଉ ପୁଅର ଡାଏଟ। ତେଣୁ ଏଇ 3ଟା ଯେହେତୁ ପ୍ରତ୍ୟେକ ଲୋକଙ୍କ ଏତେ ଅଭାବ ରହୁଛି, ରହିବ ମଧ୍ୟ, ତେଣୁ ଚୁଟି ଝଡ଼ିବାଟା ନିଶ୍ଚିତ। କିନ୍ତୁ ଚୁଟିକି ଠିକ ଠାକ ରଖିବାକୁ ହେଲେ ଆଜିର ଯୋଉ କାର୍ଯ୍ୟକ୍ରମ ଥିଲା, ଯୋଉ ସିଡ୍ସ ଫର୍ମୁଲା, ତାକୁ ଆମେ ତାକୁ ୟୁଜ କଲେ ଆହୁରି ଗୋଟେ ପାଦେ ଆଗକୁ ଯିବାକୁ ପଡିବ। ସେତ କା ସିତାରେ ସେ ମଧ୍ୟ ଗୋଟେ କଦମ ଆଗେ ବି ଆମେ ବ୍ୟବହାର କରିପାରିବୁ, କଲେ ଆରମ୍ଭ କରିପାରିବା। ତା ସହିତ ଯୋଉ ଗ୍ରୋଥ ଅଛି, ଆଉ ଏ ଗ୍ରୋଥ ମାଧ୍ୟମରେ ମଧ୍ୟ 1499 ଟଙ୍କା ଅଛି। ପିଭି ବହୁତ ଜବରଦସ୍ତ ପିଭି ଅଛି ସେ ପାଖରେ। ଆଉ ମୁଁ ମଧ୍ୟ ତାକୁ ୟୁଜ କରିବି ବୋଲି କରିପାରିନି। ବହୁତ ଲୋକ ତାକୁ ମାଗିଛନ୍ତି, ମୁଁ ତାକୁ ଦେଇନି। ମୁଁ କହିଲି ଗୋଟେ ରହିବ ଅନଲାଇନ ଅର୍ଡର, ମୁଁ ପୁଣି କଲେ ଆସିଲେ ମୋ ପାଖକୁ। ଏବେ ବି ଅଛି 3ଟା 4ଟା ଅର୍ଡର ଅଛି। ହେଇପାରନି, ମୁଁ ତାକୁ ଅର୍ଡର ନେଟୱାର୍କ ବୋଧେ ପଳେଇଲା ଆପଣଙ୍କର। ଆ ଉପରେ। ଆଉ ଏ ତ ଚୁଟି ତ ସମସ୍ତଙ୍କ
ଛୁଟି ତ ସମସ୍ତଙ୍କର ଅଛି, ଛୁଟି ତ ସମସ୍ତଙ୍କର ଝଡୁଛି। ସମସ୍ତଙ୍କର ତ ଗ୍ରୋଥ ଦରକାର, ସମସ୍ତଙ୍କର ତ ସେତକା ସୀତାରେ ବଢିବାକୁ ବଞ୍ଚିବାକୁ ହବ ସେତକା ସୀତାରେ ଷ୍ଟେଜ ଉପରେ। ତେଣୁ ପ୍ରଥମଟା ହଉଛି ସେତକା ସୀତାରେ। ତେଣୁ ଆମେ ନିଜ ଠାରୁ ହିଁ ପ୍ରଥମେ ଆରମ୍ଭ କରିବା। ଆଉ ଆଜିର ମିଟିଂ ଯୋଉମାନେ ଦେଖି ନାହାନ୍ତି ସେମାନଙ୍କୁ ମଧ୍ୟ ବାର ବାର ପ୍ରବର୍ତ୍ତାଇବା। ଯାହା ବି ମନ ଭିତରେ ଯାହା ବି ଆଜି ଯୋଉ ଆଲୋଚନା ହେଲା, ଆରତୀ ମ୍ୟାଡାମ ଯାହା କହୁଥିଲେ, ସବୁ ଭାଇ ଯାହା କହୁଥିଲେ, ତାପରେ ବି ମୋ ଭିତରେ ଡାଉଟ ଅଛି। ତେଣୁ ମୋ ଭିତରେ ଡାଉଟ ଟା ମତେ ହିଁ କ୍ଲିୟର କରିବାକୁ ପଡିବ ଆଜି, ଆଉ ଥରେ ନୁହେଁ, ଦୁଇଥର ନୁହେଁ, ତିନିଥର ବି। ଆଉ ଦ୍ୱିତୀୟ କଥା ହଉଛି, ଆ ପୂର୍ବରୁ ଯୋଉ ଆଲୋଚନା ହେଇଥିଲା ମୁଁ ତାକୁ ଡେଟ୍ ଲେଖି ରଖିଛି, ମଧ୍ୟ ଆଉ ଥରେ କୋଉ କୋଉଥିରେ ତିଆରି ହେଇଛି ତାକୁ ମଧ୍ୟ ଆମ ମୁଣ୍ଡ ଭିତରେ ରହିବାକୁ ପଡିବ। ଯେତେବେଳେ ବାହାରକୁ ଯିବାକୁ ପଡିବ, କୋଉ କୋଉଥିରେ ତିଆରି ହେଇଛି, ତାର କଣ କାରଣ, ମୋ ପାଖରେ ମଧ୍ୟ ତାର ସ୍କ୍ରିନଶଟ ଅଛି, ମୁଁ ତାକୁ ବାହାର କରି ଲେଖିବାକୁ ପଡିବ। ଅଧା ଲେଖିଥିଲି, ଛାଡି ଦେଇଥିଲି, ସେଟା ହଉଛି ମୋର ଦୁର୍ବଳତା ବା ମୋର ଭୁଲ ସମୟର ଭାବ କିଛି ଦେଖାଯାଇଛି, ସେଟା ମୋର ଭୁଲ, ଆଉ କିଛି ନାହିଁ। ତ ତାକୁ ମଧ୍ୟ ମୁଁ ଆଜି ମିଟିଂ ରେ ସୁଧାରି ନଉଛି। ମୁଁ ଏତିକି କହି ରହୁଛି ସାର୍। ଜୟ ଆସନ୍। ଥ୍ୟାଙ୍କ ୟୁ। ଓଭର ଟୁ ଶରପତ ସାର୍। ନବବାବୁ, ନବବାବୁ କୁହନ୍ତୁ। ନମସ୍କାର ଆଶିଷ, ସମସ୍ତଙ୍କୁ ନମସ୍କାର ସାର୍। ଆଜି ହଁ କୁହନ୍ତୁ, ଆପଣଙ୍କ ଆୱାଜ କାହିଁକି ଆସୁନି ନବବାବୁ? ଆପଣଙ୍କ ସାଉଣ୍ଡ ଆସୁନି। ଟିକେ କେମିତି କଣ ଆଡଜଷ୍ଟ କରିଦିଅନ୍ତୁ, କଣ ଇୟରଫୋନ କି କଣ ଯଦି ଲାଗିଥିବ। ଓକେ, ଠିକ ଅଛି। ହଁ ହ୍ୟାଲୋ ହଁ ସାର୍, କୁହନ୍ତୁ। ଶୁଭୁଛି? ହଁ ଏବେ ଶୁଭିଲା ତ। ହଁ ସାର୍, ଆଜ୍ଞା। ଆଜିର ଯୋଉ ଗୁରୁକୁଲରେ ଥିଲା, ସ୍ଟୁଡିଓ ଉପରେ ହିଁ ଥିଲା ଯେ ଆମର ଯୋଉ ପ୍ରଡକ୍ଟ ଆସିଛି କେମିତି କଣ ୟୁଜ କରିବ, ଆଉ ସେଇଟା ତ ନିହାତି ମୋ ପାଇଁ ଆଗ ଦରକାର। ଠିକ ଅଛି। ଆପଣ ମୁଁ ଆଜିର ପ୍ରାୟ ଏଇଟାକୁ ବହୁତ ଭଲ ଭାବରେ ଆଜି ଆଉ ଥରେ ଦେଖି ଦିଅନ୍ତୁ। ଆଉ ତା ସହିତ ସେ କିଟ୍ କୁ କିଣିଲେ ତା ଦେହରେ ବି ଲେଖା ହେଇଛି, ସବୁ ପ୍ରକାରର ଲେଖା ହେଇଛି, ଆପଣ ସେଥିରେ ବି ଦେଖିଦେଇ ପାରିବେ। ଓକେ। ଚାରିଟା ଭିତରେ ଗୋଟେ ବହି ଅଛି ସାର୍। ହଁ ହଁ, ତା ଭିତରେ ଲେଖା ଅଛି, ସେଟା ବି ହେଇପାରିବ। ଆଜ୍ଞା, ପ୍ରବୀଣା ମ୍ୟାଡ଼ାମ କୁହନ୍ତୁ। ମ୍ୟାଡ଼ାମ ଅନମ୍ୟୁଟ କରନ୍ତୁ। ଆଜ୍ଞା ସାର୍ ନମସ୍କାର। ଆଜ୍ଞା, ନମସ୍କାର, କୁହନ୍ତୁ। ସାର୍ ମୋର ଫାଷ୍ଟ ଲଗଉ ଲଗଉ କଟିଗଲା। ମୁଁ କହିଲି ଏଡେ ବଡ ଜିନିଷ ବିଷୟରେ ମୁଁ ଆଜି ଆଲୋଚନା କରିବା କଥା, ସେଇକି ମୁଁ ଛୁଟି ଉପରେ ବହୁତ କନସିୟସ୍ ସାରେ। ମୁଁ ଯୋଉ କିସଲରେ ଆଣିଛି ସାର୍, ଏଇଟା ସେଇ କଥା କହିଲେ, ଆରତୀ ମ୍ୟାଡାମ କହିଲେ, ଯୋଉଟା ଆମର ଆସିଯାଇଛି ଆଗରୁ ସାର୍, ତାକୁ କଣ କରିବୁ ଆଉ? ତାକୁ ତାକୁ ଆଉ ତ ଲଗେଇକି ସାରିବେ ଆଉ। ତାକୁ ଇଏ ସାରି କିସ୍ ତ ଦିଅନ୍ତୁ। ବାହାରି ଥିଲା, ତାକୁ ଗୋଳି ଗାଳିକି ପିଇଦେଲେ ହବ। ପୁରା ନୂଆ ଗୋଟେ ନୂଆ କିଟ୍, ଗୋଟେ ସେଟ୍ ପୁରା ଅଛି। ପୁରା ଗୋଟେ ନୂଆ ଖୋଲା ହେଇନି, ଆଉ ଗୋଟେ ଅଛି ଚାଲିଛି। ସେୟାରିଂ କରିଦେଲେ ବି ଆଉ ହବ, ତା ଅନ୍ୟକୁ ସେୟାରିଂ କରିଦେବେ କାହାକୁ ନିଜର ଅଭିଜ୍ଞତାକୁ। ଓକେ। ସେଇଆ ତେଣୁ ଦେଖିବା ଆଉ, ସେଇ ଗୋଟା ସେୟା କରିକି ସେ କିଟ୍ସ ମଗେଇବା ଆଉ। ଆଉ ଯାହା କହିଲେ ସାର୍, ତାକୁ ଆଣିକି ସବୁ ୟୁଜ କରିବା ଆଉ। ଓକେ, ସେୟାର ଥ୍ୟାଙ୍କ ୟୁ। କଣ କହିଲି ଏଇଟା। ଓକେ, ଥ୍ୟାଙ୍କ ୟୁ। ମିତାଞ୍ଜଳି ମ୍ୟାଡ଼ାମ। ଥ୍ୟାଙ୍କ ୟୁ। ଆଜ୍ଞା ଆଜ୍ଞା ଆଜ୍ଞା, ମିତାଞ୍ଜଳି ମ୍ୟାଡ଼ାମ କୁହନ୍ତୁ। ଆଜ୍ଞା ସାର୍ ନମସ୍କାର, ଜୟ ଆସିନ୍ ସାର୍। ନମସ୍କାର ମ୍ୟାଡ଼ାମ, ଜୟ ଆର୍ସି, କୁହନ୍ତୁ। ମୁଁ ତ ଆଜି ଗୁରୁକୁଳରେ ଦେଖିଲି, ଆଉ ଚୁଟି ଉପୁଡା ମୋ ରିଲେସନରେ ସମସ୍ତେ ମତେ ସମସ୍ତେ ମାଗନ୍ତି, କିନ୍ତୁ ମୁଁ ଏଇ ବିଷୟ କିଛି ଜାଣିନଥିଲି। ଆଜି ଭଲସେ ଜାଣିଲି, ଆଉ ସମସ୍ତଙ୍କୁ ଆର ମାସରେ ଇଏ କରିକିରି ତାଙ୍କୁ ଦେବି ଆଉ। ମୁଁ ଖାଲି ଫେସ ର ସିରମ ଆଣିକି ମୁଁ ନିଜେ ହିଁ ୟୁଜ କରିଥିଲି, ଜଣେ ଦି ଜଣଙ୍କୁ ଦେଇଥିଲି, କିନ୍ତୁ ହେୟାର ମୁଁ ଭଲସେ ଜାଣିନଥିଲି ତ, ସେଥିପାଇଁ ମୁଁ କାହାକୁ ଏତେ କିଛି କହିପାରୁନଥିଲି। ଆଜି ଯେତିକି ଜାଣିଲି ବହୁତ ଭଲ ଲାଗିଲା, ଆଉ ସମସ୍ତଙ୍କୁ ଆରି ଉପରେ କିଛି କହିକିରି ତାଙ୍କୁ କିଛି ଦେଇପାରିବି ଆଉ। ସାର୍ ଆଜ୍ଞା ନମସ୍କାର। ଆଜ୍ଞା, ଦୁଇ ତିନି ଥରରେ ଆଉ ଟିକେ ଶୁଣିଦେଲେ ଆଉ ଟିକେ ଏକ୍ସପର୍ଟ। ଆଜ୍ଞା ଆଜ୍ଞା ସାର୍ ସାର୍ ସାର୍। ଆଜ୍ଞା, ଆଜ୍ଞା। ଓକେ, ଥ୍ୟାଙ୍କ ୟୁ। ସୁକାନ୍ତ ବାବୁ, ସୁକାନ୍ତ ବାବୁ ଅନମ୍ୟୁଟ କରନ୍ତୁ। ହଁ, ସାର୍ ନମସ୍କାର ସାର୍, ଜୟ ଜଗନ୍ନାଥ ସାର୍। ନମସ୍କାର। ସାର୍ ଗୁରୁକୁଲ ସେ ଲାଷ୍ଟ ଟାଇମ ଦେଖିଲି, ଟିକେ ବ୍ୟସ୍ତ ଥିଲି ଘରେ ଆଜି।
ଆଉ ସାର୍ କିଶୋର ତ ସାର୍ ବହୁତ ଗୁଡା ପୁରା ଗଜ ପ୍ରକାର ସବୁ। ଆଉ ତାର ସାର୍ ଟ୍ରେନିଂ ନେଲେ ଆମେ ସାର୍ ଆଗକୁ ଆମେ ଯାଇପାରିବା। କାରଣ ଯେକୌଣସି ଜିନିଷ ଆମେ କରିବା ଧର ଆମେ ତାକୁ ଟ୍ରେନିଂ ନ କରିପାରିବା, ଲୋକ ଆମେ କହିବେ ସାମ୍ନା ବାଲାକୁ ଆମେ ତାର ଆନ୍ସର ଦେଇପାରିବାନି। ବାରମ୍ବାର ଆମର ସେ ଗୁରୁକୁଳ ହଉ କି ଆମର କିଶୋର ଯୋଉ ଟ୍ରେନିଂ ପ୍ରୋଗ୍ରାମ ଅଛି ତାକୁ ବସିଲେ ଆମେ ସେଟା ନଲେଜ ନେଲେ ଅନ୍ୟମାନଙ୍କୁ କହିପାରିବା ଆଉ ସେଲ୍ ବି କରିପାରିବା। ଆଉ ସେଥିରେ ଟିକେ ଆମକୁ ଟିକେ ଇଏ କରିବାକୁ ପଡିବ। ଆଉ ମୁଁ ବି ହେୟାର ସେରମ୍ ଆଉ ଫେସ୍ ସେରମ୍ ଆଉ ମୁଁ ଗୋଟେ ଲୋକ ଦେଇଛି, ତାର ବି ରେଜଲ୍ଟ ବହୁତ ଭଲ ଅଛି। ସେମାନେ ବି ରେସ୍ପଣ୍ଡ କରିଛନ୍ତି। ଆଉ ସେ ପାଉଡର ନେଇଥିଲେ ଆମର ଯୋଉ କିଶୋର ଆମର ଯୋଉ ଇଏ ଅଛି କମ୍ପାକ୍ଟ ପାଉଡର, ସେ ବି ୟୁଜ କରିଛନ୍ତି, ତାର ବଢିଆ ବି ରେଜଲ୍ଟ ସେମାନେ ପାଇଛନ୍ତି। ଆଉ ସେମାନେ କହିଲେ ନାଇଁ ପ୍ରଡକ୍ଟ ବହୁତ ଭଲ ଅଛି ଆଉ ରେଟ୍ ବି ଭଲ ଅଛି। ଆଉ ସେମାନେ ବି ସେ କହିଲେ ମୁଁ ବି ମୋ ଦ୍ୱାରା ବି ପ୍ରମୋଶନ ବି ମୁଁ ଯଦି ସକ୍ସେସ୍ ପାଇଗଲି ମୋ ଦ୍ୱାରା ପ୍ରମୋଶନ ବି ହେଇପାରିବ। ଆଉ ତାକୁ ବି ଜୁମ ରେ ବସିବା ପାଇଁ କେତେଥର କହିଲି, ସେ ବି ଆଉ ବସିନାହାନ୍ତି। ଆଉ ମୁଁ ଆମର ମ୍ୟାଡାମଙ୍କ ନମ୍ବର ଦେଇଥିଲି, ଆମର ସେ ତା ହାତରେ କଥା ବି ସେ ବି କଥା ହେଇନା, ଟାଇମ ହେଲେ କଥା ହେଇଯିବି। ଆଉ ତା ସାର୍ ନିହାତି ପ୍ରଡକ୍ଟ ଓକେ, ଟ୍ରେନିଂ ନିହାତି କରିବା ଦରକାର ସାର୍। ଆଜିର ଗୁରୁକୁଳକୁ ଆପଣ ଟିକେ ପଠେଇ ଦିଅନ୍ତୁ। ସେ ଦେଖି ସାରିଲା ପରେ ଆଜ୍ଞା ସାର୍। ଆପଣ ନିଜେ ବି ଦେଖନ୍ତୁ, 2-3 ଥର ନିଜେ ବି ଦେଖନ୍ତୁ, ଆଉ ତାଙ୍କୁ ବି ପଠେଇ ଆଜ୍ଞା। ଦିଅନ୍ତୁ। ଓକେ, ଥ୍ୟାଙ୍କ ୟୁ। ହଁ ସାର୍। ଓକେ, ଚିତ୍ତ ବାବୁ କୁହନ୍ତୁ। ଆଜ୍ଞା, କୁହନ୍ତୁ। ସାର୍ ନମସ୍କାର, ଜୟ ଶ୍ୟାମ ସାର୍। ନମସ୍କାର, ନମସ୍କାର। 90 ଟଙ୍କା ଦେଇଛି। ହଁ, ସାର୍ ବର୍ତ୍ତମାନ କୁହନ୍ତୁ। ଯୋଉ କହିଲେ କିଶୋର ହେୟାର ରିଭାଇଭାଲ କିଟ୍, ତାର ତ ଅଲରେଡି ତାର ଯୋଉ ରେବିଟ ହେୟାର ରହିଲେ, ତାପରେ ଆମର ହେୟାର ଫଲ୍ କଣ୍ଟ୍ରୋଲ ସାମ୍ପୁ, ୟାକୁ ମୁଁ ୟୁଜ କରୁଛି, ନିଜେ ବ୍ୟବହାର କରୁଛି, ଘରେ ବି ଆମର ସମସ୍ତେ ବ୍ୟବହାର କରୁଛନ୍ତି। ଏବଂ ମୋ ଝିଅର ବି ଚୁଟି ଝଡୁଥିଲା, ତାକୁ ଆମର ରେବିଟ ହେୟାର ଯୋଉ ଅଏଲ, ସେ ଅଏଲ ଏବଂ ହେୟାର ଫଲ୍ କଣ୍ଟ୍ରୋଲ ସାମ୍ପୁ, ଇଏ ଯୋଡିକ ବ୍ୟବହାର କରିବା ଦ୍ୱାରା ତାର ଚୁଟି ବି ବହୁତ ଝଡିବା ବି ତାର ବନ୍ଦ ହେଇଯାଇଛି। ଆଉ ବାକି ରହିଲା ଇଏ ଯୋଉ ହେୟାର ରିଭାଇଭାଲ କିଟ୍ ଯୋଉ ଆଜି ପ୍ରୋଗ୍ରାମରେ ଆଲୋଚନା କରାଗଲା, ଏ ହେୟାର ରିଭାଇଭାଲ କିଟ୍ ତ ମୁଁ କେବେ ଆଣିନି, ଟୋଟାଲ ଆଗରୁ କେବେ ବ୍ୟବହାର କରିନି। ବଟ୍ ଏବେ ବର୍ତ୍ତମାନ ଯୋଉ ପ୍ରୋଗ୍ରାମରେ ଆଜି ଆଲୋଚନା କରାଗଲା, ଯୋଉ ଏକ୍ସପିରିଏନ୍ସ ତାର ସେ ଯୋଉମାନେ ଜଣେଇଲେ ବା ଯୋଉ ସେୟାରିଂ କରାଗଲା, ତା ଉପରେ ଯୋଉ ବ୍ୟବହାରର ବିଧି ଯୋଉ ସେୟାର କରାଗଲା, ତା ଉପରେ ବହୁତ ଜିନିଷ ବି ଆଜି ଶିଖିବାର ବି ମିଳିଲା, କିଛି ବହୁତ ଜିନିଷ ବି ଜାଣିବାକୁ ବି କିଛି ପାଇଲି। ନେକ୍ସଟ ଟାଇମ ୟା ଉପରେ ବର୍ତ୍ତମାନ ପ୍ରୋଗ୍ରାମ କାର୍ଯ୍ୟକ୍ରମ ଆରମ୍ଭ କରାଯିବ। ଆଉ ଓକେ, ଥ୍ୟାଙ୍କ ୟୁ ସାର୍। ଓକେ, ଥ୍ୟାଙ୍କ ୟୁ, ଥ୍ୟାଙ୍କ ୟୁ। ନମିତା ମ୍ୟାଡାମ କୁହନ୍ତୁ, ଆଜି ଫାର୍ଷ୍ଟ ଟାଇମ୍ ଆସିଛନ୍ତି। ସାର୍ ନମସ୍କାର। ଆଜ୍ଞା, ନମସ୍କାର। ସାର୍ ନମସ୍କାର। ଆଜ୍ଞା, ଜୟ ନମସ୍କାର ମ୍ୟାଡାମ, କୁହନ୍ତୁ। ସାର୍ ମୁଁ ଆଜି ପୁରା ଗୁରୁକୁଳ ଟା ଦେଖିଲି, ମତେ ବହୁତ ଭଲ ଲାଗିଲା ଆଜି। ଆଉ ମୁଁ ସେଇଟା ନିଜ ଉପରେ ବ୍ୟବହାର କରିବି ଆଗ, ତାପରେ ଅନ୍ୟକୁ ଦେବି। ମୋର ଚୁଟି ଉପରେ ଭାରି ୱିକନେସ୍, ମାନେ କୋଉଟା ଚୁଟି ଛିଣ୍ଡିଲା ଇଏ ହେଲା, ତାକୁ କେମିତି ମୁଁ କଳା ଲଗଉଛି ଯେହେତୁ ଚୁଟିରେ, ତା ଦେଖିବା ସେଇଟା ପୁରା ଭଲ ଭାବେ ପଢା ପଢି କରିକିରି ତାକୁ ହଉଛି ମୁଁ ନିଜେ ୟୁଜ କରିବି, ତାପରେ ଅନ୍ୟକୁ ଦେବି। ବଢିଆ। ହଉ ସାର୍। ଆଜ୍ଞା, ଆକ୍ଚୁଆଲି ସେଇଟା ବି ଠିକ କଥା, ନିଜେ ଫାଷ୍ଟ ୟୁଜ କରିବା କଥା। କଲା ନିଜେ ପରେ ଯାଇକି ମୁଁ ସେ କିଟ୍ସ କିଣିକି ଆଣିବି, ଆଣିକିରି ତାକୁ ୟୁଜ କରିବି ନିଜେ। ମାସେ ଲଗେଇଲା ପରେ ମୁଁ ତାପରେ ହଉଛି ଲୋକଙ୍କୁ ଇଏ କରିବି। ଲୋକ ସହଜରେ ବିଶ୍ଵାସ କରିବାଟା ଯେ ଚୁଟି ଉପରେ କାଳେ ଆମର ଅଧିକ ହବ କଣ ହବ, ସେଥିପାଇଁ ମୁଁ ଟିକେ ଇଏ ନିଜେ ଭୟଭୀତ ହେଇଯାଉଛି। ଓକେ, ଓକେ, ନାଇଁ ହଉ ଠିକ ସାର୍ ଅଛି। ରହୁଛି। ଆଜି ଆଜ୍ଞା ଆପଣ ନିଜେ ଆଣିକି ତାକୁ ୟୁଜ କରନ୍ତୁ, ତାପରେ ଆଜ୍ଞା। କରିବେ। କିନ୍ତୁ ମୁଁ ଆପଣଙ୍କୁ ବାରମ୍ବାର କାହିଁକି ଆପଣମାନଙ୍କୁ ସମସ୍ତଙ୍କୁ କହୁଛି ଯେ ତାକୁ ଦେଖିବା ପାଇଁ ଗୁରୁକୁଳକୁ ବାରମ୍ବାର, ଏଇଥିପାଇଁ ଯେ ତା ଭିତରେ କଣ କଣ ଇନଗ୍ରିଡିଏଣ୍ଟସ ଦିଆ ହେଇଛି, ହଁ। ତାକୁ ଯଦି ଆମେ ଭଲ ଭାବରେ ତାକୁ ଶୁଣିବା, ଭଲ ଭାବରେ ନୋଟ୍ କରିବା, ତ ଆଜ୍ଞା ସେଟା ଗୋଟେ ବହୁତ ଭଲ ଜିନିଷ। କଣ ହବ ନା, ଆମର ପଜିଟିଭ ଆଫର୍ମେସନ ଆସିଯିବ। ଆମେ ଆ, ମାନେ କଣ କି, ବହୁତ ସାରା ଲୋକଙ୍କୁ ବହୁତ ମେଡିସିନ ଆମେ ବିଭିନ୍ନ କାରଣ ଦଉଥିବା, କୌଣସି ଗୋଟେ ରୋଗ ଆଜ୍ଞା ପାଇଁ ଦଉଥିବା, କିନ୍ତୁ ସେ କଣ ହୁଏ ନା, ସେ ରୋଗ ଭଲ ହଉନଥାଏ। କାହିଁକି ନା ତାଙ୍କ ମନ ଭିତରେ ଗୋଟେ ଚିନ୍ତା ରହୁଥାଏ, ନାଇଁ ମୋର ଏଇଟା ତ ହେଲା, ଏମିତି ହେଲା। କିନ୍ତୁ ଯଦି ଆମେ ତାକୁ ଗୁରୁକୁଳକୁ ଶୁଣିବା, ତାପରେ ଆମେ ଶୁଣିବା ଆଜ୍ଞା ଯେ ଏତେ କଥା ଅଛି, ଅଶ୍ୱଗନ୍ଧା ଅଛି, ଆଉ କଣ ଅଛି ନା, ଇଏ ଆମର ସିଲିକନ ଫ୍ରି ଅଛି। ତ ଏଇ ସବୁ କଥା ଆମେ ଶୁଣିବା, ଯୋଉଟା କି ଆୟୁର୍ବେଦିକ ଫର୍ମୁଲାରେ ଅଛି, ତାକୁ ଯଦି ଆମେ ଶୁଣିବା, ତାହେଲେ ସେଇଟା ଗୋଟେ ସବକନସିୟସ ମାଇଣ୍ଡରେ ଆମକୁ ଆସିଯିବ କି ନାଇଁ, ଏଇଟା ଗୋଟେ ବହୁତ ଭଲ ଜିନିଷଟା, ଆଉ ଆମକୁ ବହୁତ ବଢିଆ ଆସିବ।
ତାର ଓକେ ଏଇ ଜିନିଷ ଆମେ 2-3 ଥର ଶୁଣି ସାରିଲା ପରେ ଆଉ ଟିକେ ଆସିବ ଆମ ଉପରେ ରେଜଲ୍ଟ ଟା ଭଲ ଆସିବ ଆମେ ବହୁତ ଇଏ ବଢିଆ କରିବୁ। ବହୁତ ବଢିଆ। ନାଇଁ ହଉ ନାଇଁ ସାର୍, ନମସ୍କାର। ଏ, ନାଇଁ ଅପା ନାଇଁ କଣ ମୋ କହୁଛନ୍ତି କହିବା କୁହନ୍ତୁ? କଥା ଅପା କୁହନ୍ତୁ। ମୋ କହିବା କଥା ସକାଳୁ ସମସ୍ତଙ୍କ ବର୍ତ୍ତମାନ ଦେଖିବାକୁ ଆମେ ବଇଛୁ, ତମେ ଭିଡିଓ କାହିଁକି ଅନ୍ କରୁନା? ତମେ ତମର ସକାଳୁ ଦେଖିବି ବୋଲି ବଇଛ ଏତେ କଷ୍ଟ କରି, ଆମେ ବହୁତ ବହୁତ ବଢିଆ କଥା। ବିୟୁଟିଫୁଲ ଲେଡିଜ କି ଦେଖିବାକୁ। ହଉ ହଉ ଆପଣ ଆପଣ ଟିମରେ ଆପଣଙ୍କ ଟିମରେ ହୁଇପ୍ ଜାରି କରିଦେବେ ଆଉ। ଓକେ ଆଜ୍ଞା। ଅପା ଗ୍ରେଟ୍। ଠିକ କଥା। ହଁ ଚିତ୍ତବାବୁ କଣ କହୁଥିଲେ କୁହନ୍ତୁ? ସାର୍ ବର୍ତ୍ତମାନ ଆମର ହେୟାର ରିଭାଇଭାଲ କିଟ୍ ସାରା ବର୍ତ୍ତମାନ ଆଭେଲେବୁଲ ଅଛି। ହଁ ତା ଅଛି। ସହିତ ଆମକୁ ନ୍ୟୁଟ୍ରିଚାର୍ଜ ମ୍ୟାନ୍ ଏବଂ ନ୍ୟୁଟ୍ରିଚାର୍ଜ ଓମ୍ୟାନ୍ ଇଏ ଦିଟା ଯାକ ଭିଟାମିନ ସପ୍ଲିମେଣ୍ଟ ନେବାକୁ ନିହାତି ଦରକାର। କାରଣ ଇଏ ଦିଟା ଯାକର ହଁ ଇଏ ସେଇଟା ବି ଦିଟା ଯାକର ହଁ ସେଇଟା ରହୁଛି ବି ଖାଇପାରିବି। ପ୍ରପର ରେଜଲ୍ଟ ରହୁଛି। ଦିଟା ଯାକ ଯେମିତି ହେଲେ କମ୍ପ୍ଲିଟ ତା ଦେହରେ ଚାଲିବା ଦରକାର। ହଁ ଥ୍ୟାଙ୍କ ୟୁ ସାର୍। ଟିକେ ଗ୍ୟାପ୍ ଘଣ୍ଟାଟେ ଦେଇଦବା ଦରକାର। ଆଜ୍ଞା ଆଜ୍ଞା। ଓକେ ଥ୍ୟାଙ୍କ ୟୁ। କାର୍ତ୍ତିକ ବାବୁ କୁହନ୍ତୁ। କାର୍ତ୍ତିକ ବାବୁ ଅନମ୍ୟୁଟ କରନ୍ତୁ। ହଁ ସାର୍ ନମସ୍କାର, ଜୟ ଶ୍ରୀ। ନମସ୍କାର ଜୟ ଆସି। ସାର୍ ଆଜିର କଣ ଟପିକ ଅଛି ସେଇଟା ତ ମୁଁ ଦେଖିନି, ଏବେ ଜଏନିଂ କଲି। ଆଉ କାର୍ତ୍ତିକ ବାବୁ ଆଜି ଗୁରୁକୁଲଟା କେବଳ ଆପଣଙ୍କ ପାଇଁ ହିଁ ହେଇଛି। ଆପଣ ଆପଣ ଯଦି ଦେଖିବେ ତାହେଲେ ଆପଣଙ୍କର ହିଁ କାମରେ ଲାଗିବ। ତ ସେଥିଲାଗି ଆଜି ଗୁରୁକୁଲଟା ଆପଣ ଦେଖିବା ନିହାତି ଜରୁରୀ। ତାର ଭିଡିଓ ୟୁଟ୍ୟୁବରେ ଅଛି, ଆଉ ତାକୁ ଟିକେ ଦେଖିବେ। କାରଣ ଦେଖନ୍ତୁ ଆମ ନିଜ ପାଇଁ ଯୋଉଟା ଜରୁରୀ ଆମେ ସେଇଟା ନିହାତି ଆଜ୍ଞା ଦେଖିବା ଦରକାର। ଆଉ ଆଜି ଆଜ୍ଞା ଗୁରୁକୁଲଟା ନିହାତି ଦରକାର। ଓକେ ଥ୍ୟାଙ୍କ ୟୁ ଆଜ୍ଞା ସାର୍, ଆଜ୍ଞା କାର୍ତ୍ତିକ ବାବୁ ବହୁତ ବଢିଆ। ଆଜ୍ଞା ଆଜ୍ଞା ଡେଲି ଆସନ୍ତୁ, ଆସିଲେ ସିନା ସକାଳୁ 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 ଆସିଲେ ସିନା ଗୋଟେ ମନ ଭିତରେ ଉର୍ଜା ଆସିବ, କିଛି ଗୋଟେ କରିବା ଆଜ୍ଞା ପାଇଁ ଆଜ୍ଞା ଇଚ୍ଛା ସାର୍। ଆସିବ, ଗଠନମୂଳକ ଚିନ୍ତାଧାରା ଆସିବ। ଭଗବାନ ଆମକୁ ଜନ୍ମ ଦେଇଛନ୍ତି କିଛି କରିକି ଦେଖେଇବା ପାଇଁ ନା। ଦିନେ ଦିନେ ଯଦି ଏମିତି ପଳେଇଯିବ ତାହେଲେ ଆମେ କଣ କରିପାରିବା? ଓକେ ଥ୍ୟାଙ୍କ ୟୁ। ଆଜ୍ଞା ଆପଣ ଆପଣ ଆସିଲେ କଣ ହବ, ପ୍ରତ୍ୟେକ ଦିନ ଯେ ମନ ଭିତରେ ଗୋଟେ ବିଚାର ଆସିବ କେବଳ ମୁଁ ଏକା ନୁହେଁ, ଆମେ କିଏ କୋଉଠି କାମ କରୁଛେ ସେଟା ଅଲଗା କଥା। ଅମୀୟ ବାବୁ ନବାବୁ ତାଙ୍କ ଜାଗାରେ କାମ କରୁଛନ୍ତି, ସାହୁ ଭାଇ ତାଙ୍କର ଜାଗାରେ, କିଏ କୋଉଠି ଅଲଗା ଅଲଗା ଜାଗାରେ ଅଛେ, କିନ୍ତୁ ଯଦି ଗୋଟେ ୟୁନିଟି ଅଛି ତ ମନ ଭିତରେ ଗୋଟେ ଲାଗିବ ଯେ ହଁ ମୋ ସାଙ୍ଗରେ ବି ବହୁତ ସାରା ଲୋକ ଅଛନ୍ତି। ଓକେ ଆଜ୍ଞା ଆଜ୍ଞା ସାର୍। ଥ୍ୟାଙ୍କ ୟୁ। ସାର୍ଙ୍କୁ ଇନଭାଇଟ୍ କରିବା। ସାର୍ ଆସନ୍ତୁ ସାର୍। ନମସ୍କାର ସମସ୍ତଙ୍କୁ। ସାର୍ ନମସ୍କାର, ନମସ୍କାର। ଜୟ ଆସି। ଜୟ ଆରସିଏମ, ଜୟ ଆରସିଏମ, ଗୁଡ ମର୍ଣ୍ଣିଂ। ସାର୍ ନମସ୍କାର, ସାର୍ ଜୟ ଶ୍ରୀ ସାର୍ ଜଗନ୍ନାଥ। ଗୋଟେ ରିକ୍ୱେଷ୍ଟ ଥିଲା। ଆଜି ଗୁରୁକୁଳରେ ଗୁରୁକୁଳ ଶାଖା ଆମର ଯୋଉ ଚାଲିଛି, ଆଜି ଆକ୍ଚୁଆଲି ମ୍ୟାଡାମଙ୍କର ଆବଶ୍ୟକତା ଥିଲା। ଓକେ ହଁ, ଆଜ୍ଞା ଆଜ୍ଞା ସେ କୁହନ୍ତୁ। ସେ ସେ ଏଇନେ ପୁରୀରେ ଅଛନ୍ତି। ଓକେ ଓକେ ଠିକ ଅଛି, କିଛି ଅସୁବିଧା ନାହିଁ, କହିଦେଲି। ହଁ, ଆଜ୍ଞା ଆଜିର ଗୁରୁକୁଳ ଆମର ଆଜି ଗୁରୁକୁଳ ଶାଖାରେ 1.5 ମାସ ପରେ ମୁଁ ଭାରି ଖୁସି ଲାଗିଲା ଯେ 13 ଜଣ ଆଜି ଥିଲେ ଟୋଟାଲ, ମତେ ମିଶେଇକିରି ମତେ 7 ଦିନ ଛାଡିଦେଲେ 9 ଜଣ। ତ ଏଥିରେ ଆରତୀ ମ୍ୟାଡାମଙ୍କର ଲିଡରସିପ ଆର ବହୁତ ଧନ୍ୟବାଦ। ତାଙ୍କର ଟିମର ପ୍ରବୀଣା ମ୍ୟାଡାମ, ନମିତା ମ୍ୟାଡାମ, ମିତାଞ୍ଜଳି ମ୍ୟାଡାମ 3 ଜଣ ଆସିଲେଣି, ହୁଏତ ଆହୁରି ଆସିବେ। ତ ଏଇଭଳି ଭାବେ ଧୀରେ ଧୀରେ ଗ୍ରୋଥ କରିବେ। ସାର୍ ଅମୀୟ ବାବୁଙ୍କର ବି ଆ, ନବାବୁ ଆସିଛନ୍ତି, ଚିତ୍ତବାବୁ ବି ଆସିଛନ୍ତି, ସାହୁ ଭାଇଙ୍କର, ସୁକାନ୍ତ ବାବୁ ଆଉ କାର୍ତ୍ତିକ ବାବୁ। ହଁ ସିଏ ଠିକ କଥା ଯେ, କିନ୍ତୁ ମୁଁ ଏଭଳି ଆସିବାକୁ ମୁଁ ଆସିବା ବୋଲି ଲିଡରଙ୍କର ସେଥିରେ ମାନେ କିଛିଟା ଚେଷ୍ଟା ଅଛି ବୋଲି ମୁଁ ଭାବି ପାରୁନି। ଆଚ୍ଛା କାରଣ ଆଚ୍ଛା ଠିକ କଥା ସାର୍, ସେ ଆପଣ କହୁଛନ୍ତି ଯାହାର ଯେତିକି ଶକ୍ତି ଅଛି ଆପଣ ଜାଣିଛନ୍ତି, ମାନେ ଭୀମ ବଳ ସିଏ କେମିତି ଜାଣିଛି। ବର୍ତ୍ତମାନ ଅମୀୟ ବାବୁଙ୍କର ଦାୟିତ୍ୱ ହଉଛି ଯେ ନବବାବୁ ଆଉ ସେମାନଙ୍କୁ ଛାଡିକିରି ସେ ଯୋଉ ନୂଆ ଲୋକ ବସିବା। ସାହୁ ବାବୁଙ୍କର ଦାୟିତ୍ୱ ହଉଛି ଯେ ଏମାନଙ୍କୁ ଛାଡିକିରି ତାଙ୍କର ଯଦି ବସେଇ ପାରିଲେ, ଡାଇରେକ୍ଟ ଡାକି ପାରିଲେ ତାହେଲେ ହିସାବ କରାଯିବ।
ସାହୁ ବାବୁଙ୍କର ତ ଜଣେ ସାହୁ ବାବୁ ଆପଣ କାହାକୁ ସେମିତି ତ କେହି ନାହାନ୍ତି, ଆପଣ ଆଜି ପର୍ଯ୍ୟନ୍ତ କାହାକୁ ଡାକି ନାହାନ୍ତି, କେହି ଆସିନାହାନ୍ତି। ସୁକାନ୍ତ ବାବୁଙ୍କର ବି କେହି ଆସିନାହାନ୍ତି। ସୁକାନ୍ତ ବାବୁ ହ୍ୟାଲୋ, ସୁକାନ୍ତ ବାବୁ ସାର୍ ନମସ୍କାର ସାର୍। ନମସ୍କାର। ଆପଣ କहीं ମାନେ ଏଣ୍ଟ୍ରି ନାଇଁ କରିକି ନାଇଁ ଆପଣ କାଲି ସାର୍ କୁଆଡେ ମୋର ଯାଆନ୍ତି? କାଲି ସାର୍ ମୁଁ ଯେତେବେଳେ ଅନମିଟ୍ କଲି ମୋର ସାର୍ ହେଲାନି, କାଲି ପ୍ରୋବ୍ଲେମ ବାହାରିଲା। ଆପଣ ଯେ ଯେତେବେଳେ ଆପଣ ଡାକିଲେ ସାର୍ ମୁଁ ଆପଣ ଶୁଣିଲି। ଗୋଟେ ଅଭ୍ୟାସ ଛାଡନ୍ତୁ, କୋଉ କାରଣରୁ ଆପଣ ଆସିପାରୁନାହାନ୍ତି, ଡେରି ହଉଛି, ଅମୁକ ହଉଛି, କିଛି ସେଗୁଡା କିଛି କହିବେନି ହେଲା ନାଇଁ ସାର୍ ନା। କାଲି ଆପଣଙ୍କ ଗୋଟେ ଯେତିକି ସାର୍ ଅନମିଟ୍ କଲି ସାର୍ ଅନମିଟ୍ ଜମା ହେଲାନି। କୋଉ କାରଣରୁ ଶୁଣନ୍ତୁ, କୋଉ କାରଣରୁ ଡେରି ହଉଛି ଆସିବା ପାଇଁ କି ଆସିପାରୁନାହାନ୍ତି, କୋଉ କାରଣରୁ ଲୋକଙ୍କୁ ଡାକିଲେ ସେମାନେ ଆସିପାରୁନାହାନ୍ତି, ସେଗୁଡା କିଛି କହିବେନି। ଆପଣ ନାଇଁ ମାନଙ୍କୁ ସାର୍। ସମସ୍ତଙ୍କୁ ରିକ୍ୱେଷ୍ଟ, ଏଗୁଡା କିଛି ଆଜ୍ଞା। କହିବେନି। ମୁଁ ଲୋକଙ୍କୁ ଡାକିଲି, ଲୋକ ଆସିଲେନି, ସିଏ କହିଲା ହଁ ବୋଲି, ସେ କିନ୍ତୁ ନାଇଁ ନାଇଁ ଆସିଲାନି। ଏକୁ କହିଥିଲି ମୋର ଟିକେ ଏମିତି କାମରେ ପଡିଗଲା, ମୁଁ ଆସିପାରିଲିନି, ଡେରି ହେଇଗଲା, ଏଇସବୁ କଥାଟା କହିବେନି ଜମା। ଏଟା ଭଲ ନାଇଁ ସାର୍ ଲାଗିବନି କହିଲି ଶୁଣିବାକୁ। ହଁ, ଆଉ ଆଜ୍ଞା କେହି କହିଲି। କହିବେନି। ତ ଆଜ୍ଞା ସାର୍। ଆରତି ମ୍ୟାଡାମଙ୍କର ଟିମ୍ କୁ ବହୁତ ବହୁତ ଧନ୍ୟବାଦ। ଦେଖନ୍ତୁ, ପ୍ରଡକ୍ଟ ଆରସିଏମ ର ସବୁ ବେଷ୍ଟ ପ୍ରଡକ୍ଟ। ମୁଁ ଯେତେବେଳେ ଆରମ୍ଭ କଲି କାମ, ତ ପ୍ରଡକ୍ଟ ଥିଲା କଣ, ଆଲୋଭେରାର ଗୋଟେ ସାବୁନ ଥିଲା, ତାପରେ ଚା ଥିଲା, ଆଉ ପେଷ୍ଟ ଥିଲା। ତ ତାର ସାବୁନ ନା ସ୍କିନ୍ କେୟାର ଥିଲା। ସ୍କିନ୍ ସ୍କିନ୍ କେୟାର ନାଇଁ, କେୟାର। ଆଲୋଭେରାର ସାବୁନଟା, ସେଇଟା ଦେହମକା ସାବୁନଟା। ତାର ପ୍ୟାକେଜିଂ ଭଲ ନଥିଲା, କ୍ୱାଲିଟି କିନ୍ତୁ ବେଷ୍ଟ ଥିଲା। ତ ତାପରେ ଗୋଟେ ଗୋଟେ ପ୍ରଡକ୍ଟ ହେଲା। ତ ଯେତିକି ପ୍ରଡକ୍ଟ ଗୋଟେ ଗୋଟେ ଆସିଲା, ସବୁ ପ୍ରଡକ୍ଟର କ୍ୱାଲିଟି ବହୁତ ଭଲ ଥିଲା ସେ ସମୟରେ। ତାପରେ ପ୍ରଡକ୍ଟର କ୍ୱାଲିଟି ବଢେଇ ବଢେଇକିରି ଚାଲିଲେ। ପ୍ୟାକେଜିଂ ଗୋଟେ ପ୍ରକାର ଥିଲା, ପ୍ୟାକେଜିଂ କୁ ବଢେଇ ବଢେଇକିରି ଗଲେ। ବର୍ତ୍ତମାନ 20 ବର୍ଷ ଭିତରେ ମାନେ କଣ ଆକାଶ ପାତାଳ ତଫାତ, ସେମିତି ପ୍ରଡକ୍ଟ ସବୁ ଆସିଯାଇଛି। ତେଣୁ ପ୍ରତ୍ୟେକଟି ପ୍ରଡକ୍ଟର ବେଷ୍ଟ ବୋଲି ଗୋଟେ ବିଶ୍ୱାସ ଆମର ମୂଳରୁ ରହିଯାଇଛି, ମୂଳରୁ ରହିଯାଇଛି ପ୍ରଡକ୍ଟ ବିଶ୍ୱାସ। ତେଣୁ ମୁଁ ପ୍ରଡକ୍ଟ ଉପରେ କୌଣସି ଚିନ୍ତା ହିଁ କରେନି। ମୁଁ ପ୍ରଡକ୍ଟ ବିଷୟରେ କିଛି ଚିନ୍ତା କରେନି। ମୋର ଚିନ୍ତା କେବଳ ଲୋକ କେମିତି ସେ ପ୍ରଡକ୍ଟକୁ ୟୁଜ କରିବେ, କାରଣ ମୁଁ ଜାଣିଛି ପ୍ରଡକ୍ଟ ବେଷ୍ଟ ବୋଲି ନା। ମୋର ଗୋଟେ ସଞ୍ଜୀବ ଜୀ ବି ସେଇ କଥା କହନ୍ତି, ଆମର ଗୋଟେ ବିଶ୍ୱାସ ଯେ ପ୍ରଡକ୍ଟ ନିଶ୍ଚିତ ଭଲ। ତ ଆଜି ପର୍ଯ୍ୟନ୍ତ କୌଣସି ପ୍ରଡକ୍ଟ ମାନେ ଆମକୁ ମନ ଭଲ ନ ଲାଗିଛି ଏମିତି ନାହିଁ। ତେଣୁ ଦରକାର ହଉଛି ସେ ପ୍ରଡକ୍ଟ ଲୋକମାନଙ୍କ ପାଇଁ ଟିସିଜି ତିଆରି କରିଛନ୍ତି, ସମସ୍ତଙ୍କ ପାଇଁ। ଆମକୁ କହୁଛନ୍ତି ଯେ ଆପଣମାନେ ଏତେ ଭଲ ପ୍ରଡକ୍ଟ ଯଦି ଆପଣମାନେ ଜାଣିଛନ୍ତି, ଫିଲ୍ କରୁଛନ୍ତି, କହୁଛନ୍ତି, ତାହେଲେ ଆପଣ ଆପଣଙ୍କର ଯୋଉମାନେ ଅଛନ୍ତି ସର୍କଲରେ, ଏତେ ଶହ ଶହ ଲୋକ ଅଛନ୍ତି, ତାଙ୍କୁ କୁହନ୍ତୁ, ତାଙ୍କୁ ମଧ୍ୟ କୁହନ୍ତୁ। ଆପଣ ତ ଆପଣମାନେ ସେ କେତେଥର ସେଇ ପ୍ରୋଗ୍ରାମରେ ବି କହିଛନ୍ତି, ଗୁରୁକୁଳରେ ବର୍ଷେ 1.5 ବର୍ଷ ଭିତରେ ଶୁଣିଛି ପ୍ରଡକ୍ଟ ବିଷୟରେ ବହୁତ ପ୍ରଶଂସା କରୁଥିଲେ। ଯେତେବେଳେ ଲୋକମାନେ କହିଲେ ଆପଣମାନେ ବହୁତ ପ୍ରଶଂସା କରୁଛନ୍ତି, ମୁଁ ଫିଲ୍ କରୁଛି ଆପଣମାନଙ୍କର ଖୁସି, କିନ୍ତୁ ଏଇ କଥାଟା ଆପଣ ବାହାରେ କହୁଛନ୍ତି କି? ଆପଣଙ୍କର ଟିମରେ ଏ କଥା କହୁଛନ୍ତି କି? ଆପଣଙ୍କର ନୂଆ ଲୋକମାନଙ୍କୁ ଏ କଥା କହୁଛନ୍ତି କି? ଏ ଯୋଉ କହନ୍ତି ତାଙ୍କର ଅଛି, गर्व के साथ बोलो आरसीएम का प्रोडक्ट्स हर घर में जा रहा है, समाज के लिए, अपने परिवार के लिए गर्व ଅନୁଭବ କରିକି ସମସ୍ତଙ୍କୁ କହୁଛନ୍ତି କି? କୁହନ୍ତୁ, ଆପଣଙ୍କର ଛାତିରେ ହାତ ମାରିକି କୁହନ୍ତୁ ଆପଣ ଏ କଥା କହୁଛନ୍ତି କି? ଯଦି ଏ କଥା କହୁଛନ୍ତି ତାହେଲେ ଏଠି କହିବାର ଆପଣଙ୍କର ମୂଲ୍ୟ ଅଛି। କିନ୍ତୁ ଯଦି ଆପଣ ବାହାରେ କାହାକୁ କହୁନାହାନ୍ତି, ଏ କଥା ବି ଥରେ ସେ ଶତପଥୀ ବାବୁ, ଆପଣଙ୍କର ମନେ ନାହିଁ ବୋଧେ, କାଲକାଟାରେ ଷ୍ଟେଜରେ ଯେତେବେଳେ ଆପଣ କହିଲେ ରେଡ୍ କାର୍ପେଟ ଏ କଥା, ସିଏ ବିରକ୍ତ ହେଇଗଲା, ଏ କଥା ଏଠି କହିଲେ କଣ ହବ? ଆପଣ ମାନେ ଏ କଥାକୁ ବାହାରେ ନିଜର ବନ୍ଧୁ ବାନ୍ଧବ ସାଙ୍ଗସାଥି ସମସ୍ତଙ୍କୁ ପ୍ରଚାର କରନ୍ତୁ। ଯଦି ଆପଣ ଫିଲ୍ କରୁଛନ୍ତି ଇଏ ସବୁ ଭଲ ପ୍ରଡକ୍ଟ, ଭଲ, दुनिया समस्त को चिल्ला चिल्ला कर गर्व के साथ बोलो कि आरसीएम का प्रोडक्ट ऐसा है। खाली प्रोडक्ट क्वालिटी नुहे, ये प्रोडक्ट द्वारा समस्त घर को आर्थिक स्वाधीनता समस्त को बाणी जाउछि। ये प्रोडक्ट विषय संजीव जी जो कथा थरे कहती सेमिनार रे एमिति हार्ट टचिंग, मु सेटा भी समस्त को कहे जे संजीव जी ये कहती कौन, ये प्रोडक्ट मेरे साथ बातचीत कर रहा है, ये प्रोडक्ट बोल रहा है कि तुम मुझे इस्तेमाल करो, मैं बेस्ट हूं और मैं तुमको लाखपति बना दूंगा, तुमको मैं माने तमरो घरे तमर स्वास्थ्य भल रखीदेवी, तुमको लक्षपति बनईदेवी, तुम सामाजिक प्रतिष्ठा आनीदेवी, तुम सबू खुशी आनीदेवी। ये प्रोडक्ट ऐसा ही बात कर रहे हैं। तो एमती भाव में पुरी रे सेमिनार रे कहले, तो पुरी रे मुझे थी से टेबुल उपर प्रोडक्ट आनी किसी रखी,
तो सतरे मोर तो निद भांगी गला सी देखला बेलू मत प्रडक्ट गुड़ा तो मु फिल कली जे सतरे तो प्रडक्ट ही कहूँ मते जे मते तुम यूज कर मते तुम यूज कर आउ एक दुनिया सारा समस्त को कह ताहले मु तुमको खुशी देवी मु तुमको लक्षपति बनैबी मु तुमको सामाजिक प्रतिष्ठा देवी मु तुम द्वारा मो द्वारा लोके तुमको आशीर्वाद करेंगे तुमको भल पाइबे जे तुम एमती प्रोडक्ट मते देइछ बोली लोके कहिबे। तो तेणु प्रोडक्ट होची बेस्ट सब बेले विश्वास होची बड़ कथा आ ये विश्वास 20 वर्ष भीतर केबे हेले भांगिनी एजी लक्ष लक्ष लोक ये प्रोडक्ट यूज करूछंती तेणु कौनसी यार आमर शुणिनु केबे शुणिबार भी नहीं कारण पूरा ये टीसीजी प्रोडक्ट गोटे नुआ पैसार से कौन से कंप्रोमाइज करती नहीं से प्रोडक्ट तैयारी कला बेलू ए सब कथा तांकर अछि तेणु आमर काम है लोकों को ये सब माने ये वार्ता समस्त को ये मेसेज समस्त को दबा आमर वार्ता है दबा लोके बुझी पारिबे न पारिबे से कथा चिंता करबा नहीं आपण माने केबे हेले लोकों को प्रोडक्ट देवा को जाइकरी निजको छोट मन करेनि से माने न नेले न कहले ए छोट मन करेनि कारण ये प्रोडक्ट बाजार रे जो दुकान रे जो प्रोडक्ट मिलची ता सहित समान नुहे बाजार रे जो प्रोडक्ट आम प्रोडक्ट आकाश पातल तफात आकाश पातल तफात ये प्रोडक्ट जो लोकंकर उपकार करुची लोकंकर देशर उपकार करुची समाज उपकार करुची प्रत्येक परिवार उपकार करुची सेही प्रोडक्ट आपण अन्य को कहया दउछन से बुझी पारुनी से अलग कथा से किंतु दुकान रो प्रोडक्ट जो होची दुकान रे से प्रोडक्ट रो केवल से दुकान ही लाभ पाइबो से ही लाभ पाइया पई से ही लाभ पाइया पई अछि से प्रोडक्ट रो क्वालिटी जा होना काई तेणु आपण माने भाबंतुनी जे आपण गोटे जदि गोटे डिस्प्ले वाल करछंती गोटे दुकान करछंती से बाहर जेमती दुकान अछि हमर जेमती दुकान अछि एमिति भाबिबे नाही। तो प्रॉब्लम कोन हुए अनेक लोकंकर जो करिथांती परचेजर करिथांती से माने परचेज करबा बंद कर दियंती किनंतीनी मु से सब रिसर्च करिछि से सब जगह रे जो या किनुतले बंद कर देले से कर देले एमती सब कहंती मु सेही जो माने बंद कर देइछंती तांको सहित मु फोन करिकरी बुझिछि से प्रोडक्ट रो विषय रे से माने जानि नांती भलो आबे से तेलर विषय रे मु जे पचारछि आपण जो तेल यूज करथिले बंद कर देले कहले आज्ञा हम घर पाखे अछि आ किए जाइकरी किलोमीटर जाइकरी आनिबी तेल आनिबी आपण ये हमर आरसीएम तेल हेल्थ कार्ड तेल विषय रे कोन जानिछंती कहले कहले हां से तो राइस ब्रांड तेल से कहउछंती आ से तेल हमर चा विषय आपण कोन जानिछंती कहले आपण हमर नून विषय कोन जानिछंती कहले कि जानि नांती से माने जानि नांती आपण चिल्ली पाउडर विषय कोन जानिछंती कहले से जानि नांती जेतरे लंका अरे मंजी पेशा होनी एतरे डेम्पो पेशा होनी तांकु जेतरे एक कथा कहली सन कहले अच्छा एमती कथा हम तो जानिनु तेल रे हमर राइस ब्रांड तेल रे 14% अछि ये एंटीऑक्सीडेंट जो अछि गामा ओरिजिनल जो अछि से तीनटा एंटीऑक्सीडेंट अछि बोली भला भी सन जानि राइस ब्रांड तेल तो बाजार में मिलछि किंतु राइस ब्रांड तेल रे आम तेल राइस ब्रांड तेल डिफरेंट कोन ये फिजिकल रिफाइंड से जानि नांती ये ओरिजिनल 14% 15% अच्छी से कथा मध्य से जानी ना तो चारे हमर निकोटिन नहीं से कथा जानी ना ये एमती अनेक प्रोडक्ट विषय से जानी ना किणुले से हाँ आर से गोटे दुकान आनुली बाबू को रिक्वेस्ट कले आमर बंधु बांधव कि जनाशुना तेणु आनुली सरीगला पाखु आनली यही भावना से ये प्रोडक्ट को जो मैंने यूज कर किणवा बंद कर दौरान कारण से सरी जाऊँगी पाख दुकान नहीं आसुँच जो मैंने जानते ये प्रोडक्ट क्वालिटी कौन से प्रोडक्ट सरीगले भी बाहर किणवे से खोजी खोजिक आने देखो गोटे एग्जांपल दूसरी आरसीएम जो लीगल प्रोब्लेम जो गवर्नमेंट जो बंद हो जाता से समय तेलर लोके बुली बुलिकी 50 किलोमीटर 100 किलोमीटर बुली बुलिकी जाइए तेल को संग्रह कर कौ पीयूष तेल रही जाइए कौ पीयूष तेल रही तेल को चाहिदा मन से कंपनी एपी ऑर्गेनिक जाइए तार जो अलग ब्रांड तेल से तेल को आनिक सप्लाई चारिआडे करुले लोके तेल प्रति लोक जानी जो मैंने जानी ये तेल भल बोली जमी किणवे तेणु ये प्रोडक्ट हूँ समस्त भल संसार समाज प्रत्येक व्यक्ति भल आपण माने प्रोडक्ट को समस्त को कहतु दिंतु
ଆଉ କାହାକୁ ଯାଚି ଗୁଞ୍ଜିକିରି ଦିଅନ୍ତୁନି। ପ୍ରୋବ୍ଲେମଟା ହଉଛି କଣ, କାହାକୁ ଯାଚି ଗୁଞ୍ଜିକିରି ନିଅ 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 ଏଇ ପ୍ରଡକ୍ଟ ଏମିତି କହନ୍ତୁନି। କାଉନସିଲିଂ ମାଧ୍ୟମରେ କରନ୍ତୁ, ଲୋକଙ୍କୁ ଡାକନ୍ତୁ, ବସାନ୍ତୁ, ୱିଥ୍ ରେସ୍ପେକ୍ଟ ତାଙ୍କୁ ବସାନ୍ତୁ, ସେ ପ୍ରଡକ୍ଟର ଡିସପ୍ଲେ ୱାଲ୍ ଦେଖିବେ, ସେମାନେ ଦେଖି ସାରିଲା ପରେ ତାଙ୍କୁ କଣ କରିବେ, କାଉନସିଲିଂ କରିବେ। ମୁଁ କେବେ ହେଲେ କାହାକୁ ଦେଖନ୍ତୁ ଆମର ଏଠି 20-25 ହଜାର ପ୍ରତି ମାସରେ ବିକ୍ରି ହଉଛି, 50-60 ଜଣ ଅଛନ୍ତି ଆମର ପରଚେଜର, କିଏ କମ ନେଉଛି, କିଏ ବେଶୀ ନେଉଛି, କିଏ ନେଉଛି ବନ୍ଦ କରିଦଉଛି, କିନ୍ତୁ ମାସକୁ 25-30 ହଜାର ବିକ୍ରି ହଉଛି। ଆମ ଏଠିକା ଲୋକ ନୁହେଁ, ଆମେ ପୁରୀର ଲୋକ, ଏଠି ଆସିଥିଲୁ। ତ ଏଠି ଆମେ କଣ କଲୁ, ଆମେ କଣ କାହାକୁ, ମୁଁ ଆଜି ପର୍ଯ୍ୟନ୍ତ କି ମ୍ୟାଡାମ ये ଚା ନିଅ, ये ତେଲ ନିଅ, ଏକୁ ନିଅ ତାକୁ ନିଅ, କାହାକୁ ବାକି ଦବା କି ଡିସକାଉଣ୍ଟ ରେ ଦେଇଦବା, ଏସବୁ ଆମେ କିଛି କରିନୁ। ସେମାନଙ୍କୁ ଡକାଇଛି, ସେମାନଙ୍କୁ ବସିଛନ୍ତି, ସେମାନଙ୍କୁ ଚା ବିସ୍କୁଟ ଖୁଆଇଛି, ସେମାନଙ୍କ ସାଙ୍ଗରେ ଗପ କରୁ କରୁ ସେମାନଙ୍କର ନଜର ପଡୁଛି ଏତେ ଏତେ ସୁନ୍ଦର ଭାବରେ ସଜାଇକି ଡିସପ୍ଲେ ୱାଲ୍ ଅଛି। ସେମାନେ ପଚାରିଛନ୍ତି ଇଏ କଣ, ତାପରେ ତାଙ୍କୁ କୁହାଯାଇଛି, ତାପରେ ସେମାନଙ୍କୁ ତେଲର କ୍ୱାଲିଟି, ତେଲର ଗୁଣ କଣ, ଚା ଇଏ କାହିଁ ଘରେ କାହିଁକି ହେଇଛି, ଇଏ ବଜାରରେ ମିଳେନି, ଇଏ ହିଁ କେବଳ এইଭଳି RCM ର ଡିଷ୍ଟ୍ରିବ୍ୟୁଟରଙ୍କ ଘରେ ହିଁ ମିଳେ, କୋଉଠି ମିଳିବନି। କାରଣ ଏଇଭଳି ପ୍ରଡକ୍ଟ ଏ ବଜାରରେ ମିଳିଲେ ୟାର ଦାମ ବଢିଯିବ, ଆଉ ୟାର ଏଇ ପ୍ରଡକ୍ଟରେ ଏଇ ଗୁଣ, ସିଏ ଅଟୋମେଟିକଲି କହିବେ ତାହେଲେ ମତେ ଏଇଟାକୁ ଦିଅ, ସେଇଟାକୁ ଦିଅ, ଏଇଟାକୁ ଦିଅ, ସିଏ ଅଟୋମେଟିକଲି କହିଛନ୍ତି, ଆଉ ସେମାନେ ପ୍ରଡକ୍ଟ ୟୁଜ କରିଛନ୍ତି। ତେଣୁ କାଉନସିଲିଂ, ତେଣୁ ୟାର ଗୋଟେ ଅଛି ବିନା ବେଚେ ବେଚେ କେସେ। ସୀମା ମ୍ୟାଡାମ ମଧ୍ୟ ୟା ଉପରେ ଟ୍ରେନିଂ ମଧ୍ୟ କରନ୍ତି, ସେ ନିଜର ଏକ୍ସପିରିଏନ୍ସ କରନ୍ତି, ବିକ୍ରି କରିନି କିନ୍ତୁ ବିକ୍ରି ହଉଛି, ଲୋକ କିଣନ୍ତି କିନ୍ତୁ ଲୋକଙ୍କୁ ବିକ୍ରି କରିବାକୁ ଗଲେ ଲୋକମାନେ ନଖରାମି କରନ୍ତି। ଲୋକଙ୍କୁ ଆମର ବି କ୍ୱାଲିଟି ସେଇଆ, ଆମକୁ କିଏ ଗୋଟେ ବିକ୍ରି କରିବାକୁ ଆସିବ, ଆମେ କଣ ସାଙ୍ଗେ ସାଙ୍ଗେ ନବା, କଣ ଠକି ଦଉଥିବ, କଣ ଟେ କହୁଥିବ, କଣ ତାର ଲାଭ ଥିବ, ଏଇଭଳିଆ ମନକୁ ଆସିବନି କି, ଆସିବ। କିନ୍ତୁ ଆମେ ଯେତେବେଳେ ପ୍ରଡକ୍ଟ ବିଷୟରେ ଜାଣିଯିବୁ, ଆମେ ମନକୁ ମନ କିଣିବାକୁ ଯିବୁ, ମନକୁ ମନ କିଣିବାକୁ ଯିବୁ। ତ ଆମେ ଏମିତି ଗୋଟେ ଏନଭାୟରନମେଣ୍ଟ, ଏମିତି ଗୋଟେ ମାହୋଲ ତିଆରି କରିବା ଆମର ଡିସପ୍ଲେ ୱାଲ ପାଖରେ, ଆମ ଘରେ, ଲୋକଙ୍କ ସହିତ ମିଶିକିରି ସେମାନେ ଜାଣିବେ ଯେ ଇଏ ପ୍ରଡକ୍ଟ ଦୁନିଆରେ ସମସ୍ତଙ୍କଠୁ ବେଷ୍ଟ କ୍ୱାଲିଟିର ପ୍ରଡକ୍ଟ ବାହାରେ ମିଳିବ ନାହିଁ। ତ ସେମାନେ ନିଶ୍ଚିତ ଭାବରେ ଆସିବେ, ପ୍ରଡକ୍ଟକୁ କିଣିବେ, ଆଉ ଆପଣଙ୍କର ବଢିଆ ମତନ ବିକ୍ରି ହବ। ତେଣୁ ପ୍ରଡକ୍ଟ ହଉଛି ବେଷ୍ଟ କ୍ୱାଲିଟି। କଥା ହଉଛି ଆମେ କେତେ ଲୋକଙ୍କ ସହିତ ମିଶି ପାରୁଛେ, କେତେ ଲୋକଙ୍କୁ ଆମେ ଲୋକଙ୍କ ମାଧ୍ୟମରେ, ଆପଣଙ୍କର ସହିତ 5 ଜଣ, ଦେଖନ୍ତୁ ଭୁବନେଶ୍ୱର, ଆମେ ତ ପୁରୀରେ ଘର, ଭୁବନେଶ୍ୱର ମୋର କଣ ଜଣାଶୁଣା ଥିଲା, ଭୁବନେଶ୍ୱର ମୋର 8-10 ଜଣ ଲୋକ ଚିହ୍ନା ପରିଚୟ ଥିଲେ, ସେମାନଙ୍କ ମାଧ୍ୟମରେ ଭୁବନେଶ୍ୱରରେ ମୋର ଆରମ୍ଭ ହେଲା ବିଜନେସ। ଆଜି ସାରା ଓଡିଶାରେ, ଓଡିଶା ବାହାରେ କେତେ ଷ୍ଟେଟରେ କେତେ ଲକ୍ଷ ଲୋକ ଆସିଛନ୍ତି, 8-10 ଜଣ ଲୋକଙ୍କ ମାଧ୍ୟମରେ, ଲୋକଙ୍କ ମାଧ୍ୟମରେ, ଲୋକଙ୍କ ମାଧ୍ୟମରେ, ଲୋକଙ୍କ ମାଧ୍ୟମରେ, ଲୋକଙ୍କ ମାଧ୍ୟମରେ ଆସିବ। ତେଣୁ ସେଥିପାଇଁ ଆମେ କଣ କରିବା, ନିଜର ମାନେ କଥାବାର୍ତ୍ତା, ବ୍ୟବହାର, ନିଜର ଆତ୍ମବିଶ୍ୱାସ, ନିଜର ଏକ୍ସାଇଟମେଣ୍ଟ, ଆଉ ନିଜର ବେଶ ପୋଷାକ, ଏଗୁଡା ସବୁ ଠିକ ରଖିବାକୁ ପଡିବ। କାରଣ ଲୋକେ ପ୍ରଥମେ ଦେଖିବେ ଇଏ ଗୋଟେ ଏତେ ଭଲ କଥା କହୁଛନ୍ତି, ଏତେ ଭଲ ପ୍ରଡକ୍ଟ ବିକ୍ରି କରୁଛନ୍ତି, ଏଙ୍କର ବ୍ୟବହାର କେମିତି, ଏଙ୍କର କଥାବାର୍ତ୍ତା କଣ, ଏଙ୍କ ଭିତରେ କଥାରେ ସେ ପ୍ରକାର ଅଛି ଏକ୍ସାଇଟମେଣ୍ଟ ଅଛି କି ନାହିଁ, ସେମାନେ ଫିଲ୍ କରିବେ, ଏସବୁ ଫିଲ୍ କରିବେ। ସେମାନେ ଏସବୁ ଫିଲ୍ କରିଲେ, ଦେଖନ୍ତୁ ନଲେଜ ଟାଠୁ ବଡ କଥା ହଉଛି କିଏ ଅନୁଭବ କରିବା। ଲୋକଙ୍କୁ ଆମେ ଯୋଉ ବହୁତ ନଲେଜ ଦବା, ସେ ନଲେଜ ତ ଭୁଲିଯିବେ, କିନ୍ତୁ ସିଏ ଯୋଉ ଅନୁଭବ କରିବେ ଆପଣଙ୍କର କଥାବାର୍ତ୍ତା, ବ୍ୟବହାରରେ, ଆପଣଙ୍କର ଏକ୍ସାଇଟମେଣ୍ଟରେ, ଆପଣଙ୍କର ଏଇ ଅନୁଭବଟା ହିଁ ତାକୁ ଏ ଜିନିଷ କିଣିବା ପାଇଁ ବାଧ୍ୟ କରିବ। ଆଉ ଏଇ ଅନୁଭବ ତାଙ୍କ ଭିତରେ ଯୋଉ ଫିଲିଙ୍ଗସଟା କ୍ରିଏଟ କରିବେ ଆପଣ, ସେଥିରେ ସିଏ ପ୍ରଡକ୍ଟ କିଣିବେ, ବିଜନେସ କରିବେ, ଏ ସବୁ କରିବେ। ତ ଏଇ ହଉଛି କଥା। ତେଣୁ ଏମିତି ଭାବରେ ଆମର ବ୍ୟବହାର, କଥାବାର୍ତ୍ତା ଭଲ ରହିବ, ତେଣୁ ଅନ୍ୟ ଲୋକ ଭିତରେ ସେ ଫିଲିଙ୍ଗସ ଆସିବ, ତା ଭିତରେ ସେ ଭଲ ଭାଷା ଆସିବ, ତା ଭିତରେ ସେ ମାନେ ଅନୁଭବ ଆସିବ ଯେ ଇଏ ଯାହା କହୁଛନ୍ତି ଇଏ ଠିକ